ଆଜିର ଭିଡ଼ିଓରେ ନେଇକି ଆସିଛି ସୁରଭି କାର୍ଯ୍ୟକ୍ରମ 2025 ରେ ହେବାକୁ ଥିବା କୁଇଜ୍ କମ୍ପିଟିସନ୍ ପାଇଁ ଅନେକ ଗୁଡ଼ିଏ ସ୍ୱତନ୍ତ୍ର କ୍ୱେଶ୍ଚନ୍ସ ଏବଂ ତାର ଆନ୍ସର। ଅନୁରୋଧ ଭିଡ଼ିଓଟି ସ୍କିପ୍ ନକରି ଦେଖିବାକୁ। ହ୍ୟାଲୋ ଷ୍ଟୁଡେଣ୍ଟ, ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଖଗେଶ୍ୱର ରେସିପି ଆଣ୍ଡ ଏଜୁକେସନାଲ୍। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଟିକେ କରିଦେବ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛ ହୃଦୟର ସହିତ ସବସ୍କ୍ରାଇବ୍ କରିନେବ। ତେବେ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚନ୍, ନବୋଦୟ ବିଦ୍ୟାଳୟର କଳ୍ପନା କିଏ କରିଥିଲେ? ଠିକ୍ ଉତ୍ତରଟି ହେବ ରାଜୀବ ଗାନ୍ଧୀ କରିଥିଲେ। ସବୁଠାରୁ ବଡ଼ ଡେଲ୍ଟା କେଉଁ ନଦୀର ଅଛି? ସଠିକ୍ ଉତ୍ତରଟି ହେବ ଗଙ୍ଗା ନଦୀର ଅଛି। ନେକ୍ସଟ କ୍ୱେଶ୍ଚନ୍, ଭାରତୀୟ ରିଜର୍ଭ ବ୍ୟାଙ୍କ କେବେ ପ୍ରତିଷ୍ଠା କରାଗଲା? ଉତ୍ତର ହେବ 1935 ମସିହାରେ। ଭାରତର ଶେଷ ଗଭର୍ଣ୍ଣର ଜେନେରାଲ କିଏ? ସଠିକ୍ ଉତ୍ତରଟି ହେବ ଏସ୍ ରାଜଗୋପାଳଚାରୀ। ରାଜ୍ୟପାଳଙ୍କୁ କିଏ ମନୋନୀତ କରନ୍ତି? ଠିକ୍ ଉତ୍ତରଟି ହେବ ଉପରାଷ୍ଟ୍ରପତି। ନେହେରୁଙ୍କ ମାତାଙ୍କ ନାମ କ'ଣ ଥିଲା? ଉତ୍ତର ହେବ ସ୍ୱରୂପା ରାଣୀ। ତାପରେ କିଏ ଭାରତରୁ କୋହିନୂର ହୀରା ନେଇଯାଇଥିଲେ? ସଠିକ୍ ଉତ୍ତରଟି ହେବ ନାଦିର ଶାହ। ସାରେ ଜାହାଁ ସେ ଆଚ୍ଛା କିଏ ଲେଖିଥିଲେ? ଉତ୍ତର ହେବ ମହମ୍ମଦ ଇକବଲ। ଭାରତୀୟ ସମ୍ବିଧାନରେ କେତୋଟି ଅନୁଚ୍ଛେଦ ଅଛି? ଉତ୍ତର ହେବ 395ଟି ଅଛି। ଭାରତରେ ଶେଷ ହିନ୍ଦୁ ସମ୍ରାଟ କିଏ? ସଠିକ୍ ଉତ୍ତରଟି ହେବ ହର୍ଷବର୍ଦ୍ଧନ। ଭାରତରେ କେଉଁ ରାଜ୍ୟରେ ବେଶୀ ସଂଖ୍ୟକ ହିନ୍ଦୁ ବାସ କରନ୍ତି? ଉତ୍ତର ହେବ ହିମାଚଳ ପ୍ରଦେଶରେ। ନ୍ୟାସନାଲ ପରମିଟ୍ କେବେଠୁ ପ୍ରଚଳିତ? ଉତ୍ତର ହେବ 1976 ମସିହାରୁ। ରେଳ ଗଜ କେତେ ପ୍ରକାରର? ରେଳ ଗଜ 4 ପ୍ରକାରର। ନେରୋ ଗେଜର ଓସାର କେତେ? ନେରୋ ଗେଜର ଓସାର ହେଉଛି 2 ଫୁଟ 6 ଇଞ୍ଚ। ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ର ନାମ କ'ଣ? ଉତ୍ତର ହେବ ଡେକାନ କୁଇନ୍। ଭାରତରେ ପ୍ରଥମେ କେବେ ରେଳ ଚାଲିଥିଲା? ଉତ୍ତର ହେବ 1853 ମସିହାରୁ। କେଉଁଠି ଯୁଦ୍ଧ ଜାହାଜ ତିଆରି ହୁଏ? ଉତ୍ତର ହେବ ମାଜାଗାଓଁ। ଭାରତରେ କେବେଠୁ ବିମାନ ଚଳାଚଳ କଲା? ସଠିକ୍ ଉତ୍ତରଟି ହେବ 1911 ମସିହାରୁ। ଭାରତର ଜାତୀୟ ନୀତି କ'ଣ? ଭାରତର ଜାତୀୟ ନୀତି ହେଉଛି ଅହିଂସା। ତାପରେ ଭାରତର ଜାତୀୟ ପୋଷାକ କ'ଣ? ଭାରତର ଜାତୀୟ ପୋଷାକ ହେଉଛି ଖଦଡ଼। ଭାରତର ଜାତୀୟ ଧ୍ୱନି କ'ଣ? ସଠିକ୍ ଉତ୍ତରଟି ହେବ ଶଙ୍ଖଧ୍ୱନି। ଓଡ଼ିଶାର କାଶୀ କେଉଁଠି? ଓଡ଼ିଶାର କାଶୀ ଭୁବନେଶ୍ୱରରେ। ଓଡ଼ିଶାର ଅର୍କକ୍ଷେତ୍ର କେଉଁଠି? ସଠିକ୍ ଉତ୍ତର ହେବ କୋଣାର୍କ। ଓଡ଼ିଶାର ତୁଳସୀ କ୍ଷେତ୍ର କେଉଁଠି? ଉତ୍ତର ହେବ କେନ୍ଦ୍ରାପଡ଼ା। ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କେଉଁଠି? ସଠିକ୍ ଉତ୍ତର ହେବ ମାହାଙ୍ଗା। ଓଡ଼ିଶାର ଭାତହାଣ୍ଡି କେଉଁଠି? ଓଡ଼ିଶାର ଭାତହାଣ୍ଡି ହେଉଛି ବାଲେଶ୍ୱର। ଓଡ଼ିଶାର କୈଳାସ କେଉଁଠି? ଉତ୍ତର ହେବ କପିଳାସ। ଓଡ଼ିଶାର ବିହଙ୍ଗ ବିହାର କେଉଁଠି? ବିହଙ୍ଗ ବିହାର ହେଉଛି ଚିଲିକା। ଓଡ଼ିଶାର ଶାବର କ୍ଷେତ୍ର କେଉଁଠି? ଉତ୍ତର ହେବ କୋରାପୁଟ। ଓଡ଼ିଶାର କଳା ପାଗଳ କେଉଁଠି? ଉତ୍ତର ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର। ଓଡ଼ିଶାର ମଣିଷ କ୍ଷେତ୍ର କେଉଁଠି?
ସଠିକ ଉତ୍ତର ହେବ ଆରଡ଼ି। ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି? ଉତ୍ତର ହେବ ଜଗତସିଂହପୁର। ଓଡ଼ିଶାର ଦ୍ୱିତୀୟ ଖାରବେଲ କିଏ? ଉତ୍ତର ହେବ କପିଳେନ୍ଦ୍ର ଦେବ। ଓଡ଼ିଶାରେ କେଉଁ ରାଜବଂଶର ଶାସନ କାଳକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ? ଉତ୍ତର ହେବ ଗଙ୍ଗବଂଶର ରାଜତ୍ୱ କାଳକୁ। ବକ୍ସି ଜଗବନ୍ଧୁ ବିଦ୍ୟାଧର କିଏ? ସଠିକ ଉତ୍ତର ହେବ ପାଇକ ବିଦ୍ରୋହର ନେତା। ପାଇକ ବିଦ୍ରୋହ କେବେ ହୋଇଥିଲା? ପାଇକ ବିଦ୍ରୋହ ହୋଇଥିଲା 1817 ମସିହାରେ। ପ୍ରତାପରୁଦ୍ର ଦେବ କେବେ ମୃତ୍ୟୁବରଣ କରିଥିଲେ? ଉତ୍ତର ହେବ 1534 ମସିହାରେ। ଶ୍ରୀ ଚୈତନ୍ୟ କେବେ ଓଡ଼ିଶା ଆସିଥିଲେ? ଉତ୍ତର 1589 ମସିହାରେ। କିଏ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା? ଉତ୍ତର ହେବ ଧର୍ମପଦ। ରେଡ଼ିଓ ତରଙ୍ଗ ଆବିଷ୍କାର କିଏ କଲେ? ଉତ୍ତର ମାର୍କୋନି। ଜଳ ବାଷ୍ପ ହେବାକୁ କେଉଁ ପ୍ରକ୍ରିୟା କୁହାଯାଏ? ଉତ୍ତର ହେବ ବାଷ୍ପୀକରଣ। ବିଦ୍ୟୁତ ବଲ୍ବରେ କେଉଁ ଗ୍ୟାସ୍ ଥାଏ? ବିଦ୍ୟୁତ ବଲ୍ବରେ ଆର୍ଗନ୍ ବା ନାଇଟ୍ରୋଜେନ୍ ଥାଏ। ଆମ ଶରୀରରେ ଇନ୍ସୁଲିନ୍ କେଉଁ ଅଙ୍ଗ ଉତ୍ପାଦନ କରେ? ଉତ୍ତର ହେବ ଅଗ୍ନାଶୟ। ଓଡ଼ିଆ ଭାଷା ଦିବସ କେବେ ପାଳିତ ହୁଏ? ସଠିକ ଉତ୍ତର ହେବ 20 ଫେବୃଆରୀରେ। ପ୍ରକୃତି କବି କିଏ ଅଟନ୍ତି? ପ୍ରକୃତି କବି ଅଟନ୍ତି ଗଙ୍ଗାଧର ମେହେର। ଭୂମିପୁତ୍ର କିଏ ଅଟନ୍ତି? ଭୂମିପୁତ୍ର ଅଟନ୍ତି ବିଜୁ ପଟ୍ଟନାୟକ। ନାଟ୍ୟ ଭାରତୀ କିଏ ଅଟନ୍ତି? ଉତ୍ତର ହେବ ଅଶ୍ୱିନୀ କୁମାର ଘୋଷ। କଳାନିଧି କିଏ ଅଟନ୍ତି? ଉତ୍ତର ହେବ ବାଞ୍ଛାନିଧି ଶତପଥୀ। ଗାୟକ ସୁଧାକର କିଏ ଅଟନ୍ତି? ଉତ୍ତର ହେବ ବାଳକୃଷ୍ଣ ଦାସ। ଲୋକରତ୍ନ କିଏ ଅଟନ୍ତି? ଠିକ ଉତ୍ତର ହେବ ଡକ୍ଟର କୁଞ୍ଜ ବିହାରୀ ଦାସ। ଉତ୍କଳ ଘଣ୍ଟ କିଏ ଅଟନ୍ତି? ଠିକ ଉତ୍ତର ହେବ ଯଦୁମଣି ମହାପାତ୍ର। ଉତ୍କଳ ରତ୍ନ କିଏ ଅଟନ୍ତି? ଉତ୍ତର ହେବ ବିଶ୍ୱନାଥ ମିଶ୍ର। ଆଜିର ଭିଡ଼ିଓଟି ଏତିକି ଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟିଏ କରିଦେବ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛ ହୃଦୟ ସହ ସବସ୍କ୍ରାଇବ୍ କରିନେବ। ତ ଆଜି ପାଇଁ ଏତିକି। ନମସ୍କାର।